नमस्कार जय जगन्नाथ। सर्वप्रथम ମୁଁ କହିବା ପାଇଁ ଚାହିଁବି ବିଜୁ ଜନତା ଦଳରେ ଆଜି ମୁଁ ସାମିଲ ହେବାଟା ଏଇଟା ଗୋଟେ ରାଜନୈତିକ ଦଳ ଭାବରେ ହେଇନି, ଏଇଟା ଗୋଟେ ପରିବାର ଭାବିକି ମୁଁ ଏଥିରେ ସାମିଲ ହେଇଛି। ସେଥିପାଇଁ ମୁଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ସାର୍ଙ୍କୁ, 5T ଅଧ୍ୟକ୍ଷ ବିକେ ପାଣ୍ଡିଆନ ସାର୍ଙ୍କୁ, ସସ୍ମିତ ପାତ୍ର ସାର୍ଙ୍କୁ, ପ୍ରିୟବ୍ରତ ମାଝୀ ସାର୍ଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ଚାହିଁବି କି ମୋତେ ଆଜି ପରିବାର ମଧ୍ୟରେ ସାମିଲ କରିଛନ୍ତି। କାରଣ ଆମ ମୁଖ୍ୟମନ୍ତ୍ରୀ ହେଲେ ଭାରତର ନମ୍ବର 1 ମୁଖ୍ୟମନ୍ତ୍ରୀ। ସେ ତାଙ୍କର କଥାରେ ନୁହଁ କାମରେ ସବୁବେଳେ କିଛି କରିକି ଦେଖେଇଥାନ୍ତି। ସେଥିପାଇଁ ଆଜି ସେ ସମସ୍ତଙ୍କର ଲୋକପ୍ରିୟ ହେଇପାରୁଛନ୍ତି ଆଉ ପୁରା ଭାରତ ବର୍ଷରେ ନମ୍ବର 1 ମୁଖ୍ୟମନ୍ତ୍ରୀ ଭାବେ ସେ ପରିଚିତ ହେଇଛନ୍ତି। ଓଡ଼ିଶାର ଭୌଗୋଳିକ ପର୍ଯ୍ୟାୟର ବହୁତ ଲୋକମାନେ ଯେତେବେଳେ ପଚାରୁଥିଲେ ମୁଁ ବାହାରେ ରହୁଥିଲି ଓଡ଼ିଶା କୋଉଠି ଅଛି, ସେତେବେଳେ ଆମ ମୁଖ୍ୟମନ୍ତ୍ରୀ ହକି ଖେଳକୁ ଏତେ ଭଲ ପାଇଥିଲେ, ଦୁଇ ଥର ହକି ୱାର୍ଲଡ କପ୍ ଓଡ଼ିଶାରେ ଆୟୋଜନ କରିଥିଲେ। ସେତେବେଳେ ବାହାରେ ଥିବା ସବୁ ଲୋକମାନେ ଓଡ଼ିଶାକୁ ଭଲ ଭାବରେ ଦେଖିଲେ, ଜାଣିଲେ ଓଡ଼ିଶା ଗୋଟେ ବିଶ୍ୱ ଦରବାରରେ ପରିଚିତ ହେଇଥିଲା। 1999 ମସିହାରେ ଯେତେବେଳେ ବାତ୍ୟା ଆସିଥିଲା ସେତେବେଳେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା, କିନ୍ତୁ ଆମ ମୁଖ୍ୟମନ୍ତ୍ରୀଙ୍କର ଦୃଢ଼ ସଂକଳ୍ପ ଯୋଗୁଁ 2019-20 ମସିହାରେ ଯେତେବେଳେ ଫନି ଆସିଥିଲା ସେତେବେଳେ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ୱାର୍ଲଡ ମ୍ୟାପରେ ଓଡ଼ିଶା ନମ୍ବର 1 ସ୍ଥାନ ପାଇଥିଲା। ସେହା କେବଳ ଆମ ମୁଖ୍ୟମନ୍ତ୍ରୀଙ୍କର ନିଃସ୍ୱାର୍ଥପର ଭାବ ଆଉ କଠୋର ପରିଶ୍ରମ ଯୋଗୁଁ ଆଜି ଓଡ଼ିଶା ଏହି ଜାଗାରେ ପହଞ୍ଚିଛି। 5T ଯୋଜନା ବିଷୟରେ ଆମେ ସମସ୍ତେ କଥାବାର୍ତ୍ତା ହଉଛେ, କିନ୍ତୁ ଏହି ଯୋଜନା ହେଲା ଭାରତ ବର୍ଷର ଗୋଟେ ଭିନ୍ନ ଯୋଜନା। ତାହା କେନ୍ଦ୍ରର ସମସ୍ତ ଯୋଜନା ଠାରୁ ମଧ୍ୟ ଭିନ୍ନ ହୋଇଥାଏ ଆଉ ଅନ୍ୟତମ ବୋଲି ଆମେ ସମସ୍ତେ ଜାଣିଛେ। ଆଉ ମୋ ମତରେ ଆମ ଦେଶ କିମ୍ବା ରାଜ୍ୟ ସେତେବେଳେ ଉନ୍ନତି କରିଥାଏ ଯେତେବେଳେ ମଧ୍ୟବିତ୍ତ ଏବଂ ଗରିବର ସର୍ବୋତ୍ତମ ଉନ୍ନତି ହେଇଥାଏ। ଆଉ ଏହା କେବଳ କଥା କହିଲେ ହେବନି, ଏହା ପାଇଁ ନିରନ୍ତର ଚେଷ୍ଟା କରିବା ଦରକାର। କେନ୍ଦ୍ରର ସାହାଯ୍ୟ ବିନା ଆମ ସରକାର, ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ନିରନ୍ତର ସମସ୍ତଙ୍କ ପାଇଁ କାର୍ଯ୍ୟ କରି ଆସିଛନ୍ତି। ସେଥିପାଇଁ ତାଙ୍କର ଏହି ନିର୍ମଳ ଭାବମୂର୍ତ୍ତିରେ ସବୁବେଳେ ପ୍ରେରିତ ଆଉ ଆଜି ବିଜୁ ଜନତା ଦଳରେ ସାମିଲ ହେଇଛି। ଆଜି ସାରା ରାଜ୍ୟରେ ବିଶ୍ୱସ୍ତରୀୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ସୁବିଧା ମିଳୁଛି। ସେଥିପାଇଁ ମୁଁ ସବୁବେଳେ ଧନ୍ୟବାଦ ଦେବା ପାଇଁ ଚାହିଁବି ରାଜ୍ୟ ସରକାରଙ୍କୁ। ସେ ଜଣେ ଉଚ୍ଚ ଶିକ୍ଷିତ, ଶାଳୀନ ଏବଂ ନିଷ୍ଠାପର ବ୍ୟକ୍ତି, ଯେ ସବୁବେଳେ କଥା କମ୍ ଆଉ କାର୍ଯ୍ୟରେ ବିଶ୍ୱାସ କରନ୍ତି। ତାଙ୍କର ଅନୁପ୍ରେରଣାରେ ଅନୁପ୍ରାଣିତ ହେଇ ଆଜି ମୁଁ ଏହି ସଂଗଠନରେ ସାମିଲ ହେଇଛି। ଆଉ ମୋତେ ପାର୍ଟି ତରଫରୁ ଯେକୌଣସି କାର୍ଯ୍ୟଭାର ଦିଆଯିବ ମୁଁ ନିଃସ୍ୱାର୍ଥପର ଭାବରେ ଡେଫିନେଟଲି କରିବା ପାଇଁ ଚେଷ୍ଟା କରିବି।